ଗୋପୀନାଥପୁର ଏକ ସୁନ୍ଦର ଗାଁଟିଏ। ସେହି ଗ୍ରାମରେ ରହୁଥିଲେ ମଦନ ବାବୁ, ତାଙ୍କର ପତ୍ନୀ ରମା ଦେବୀ ଓ ତାଙ୍କର 10 ବର୍ଷର ଝିଅ କସ୍ତୁରୀ। କସ୍ତୁରୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼େ। ସେ ବହୁତ ଭଲ ପାଠ ପଢ଼ୁଥିଲା। ମଦନ ବାବୁ ଚାଉଳ ବ୍ୟବସାୟ କରନ୍ତି। ସେହି ବ୍ୟବସାୟରୁ ଯାହା ମିଳୁଥିଲା ସେମାନେ ଖୁସିରେ ଚଳିଯାଆନ୍ତି। ଘରେ ତାଙ୍କର ମଟର ଗାଡ଼ିଟିଏ ଥାଏ। ସବୁଦିନ ସଞ୍ଜ ହେଲେ ମଦନ ବାବୁ କସ୍ତୁରୀକୁ ଗାଡ଼ି ପଛରେ ବସାଇ ବଜାର ଆଡ଼େ ବୁଲାଇ ଆଣନ୍ତି। ବେଳେବେଳେ ରମାଦେବୀ ମଧ୍ୟ ମଟର ଗାଡ଼ିରେ ବସି ଟିକିଏ ବୁଲି ଆସନ୍ତି। ଦିନକର କଥା, କସ୍ତୁରୀ ମଦନ ବାବୁଙ୍କୁ କହିଲା, ବାବା, ଆମ ପାଖ ଗାଁରେ ନା ମେଳା ପଡିଛି, ଚାଲୁନା ଟିକେ ବୁଲି ଆସିବା। ଆରେ ମା କସ୍ତୁରୀ, ଆଜି ମୋ ଦୋକାନରେ ବହୁତ କାମ ଅଛି, ଆମେ କାଲି ଯିବା ହେଲା। ନା ବାବା, ଆମେ ଆଜି ଯିବା। ଝିଅର କାନ୍ଦ ଶବ୍ଦ ଶୁଣି ରମାଦେବୀ ଆସି କହିଲେ, ଆରେ ଝିଅ କଣ ପାଇଁ କାନ୍ଦୁଛି? ତାର କଣ ହେଇଛି କି? ଆଜି ସେ ମେଳାକୁ ଯିବ ବୋଲି ଜିଦ୍ ଧରି ବସିଛି। ଏପଟେ ମୋର ଦୋକାନରେ ବହୁତ କାମ, ମୁଁ ମନା କରିବାରୁ ସେ କାନ୍ଦୁଛି। ନାଇଁ ମାମା, ଜମା ଜିଦ୍ କରନି। ବାବାଙ୍କର ଆଜି କାମ ଅଛି, ଆମେ କାଲି ଯିବା। ନା ବାବା, ଆମେ ଆଜି ଯିବା। ମୁଁ କିଛି ବି ଜାଣିନି। ତମେ ଏବେ କାମ ସାରି ଦିଅ, ଆମେ ସନ୍ଧ୍ୟା ବେଳକୁ ଯିବା। ହଉ ହେଲା, ଆମେ ଆଜି ହିଁ ଯିବା। ଏବେ ଖୁସି ତ? ଏହି କଥା ଶୁଣି କସ୍ତୁରୀ ଖୁସି ହୋଇଗଲା। ତାପରେ ସନ୍ଧ୍ୟା ହେଲା। ଖୁସି ମନରେ ସମସ୍ତେ ବାହାରିଲେ ମେଳା ବୁଲିଯିବା ପାଇଁ। ଖୁସିରେ ଗାଡ଼ିରେ ବସି ସମସ୍ତେ ଯାଉଥାନ୍ତି। କିଛି ବାଟ ଗଲା ପରେ ତାଙ୍କର ଦୁର୍ଘଟଣା ହୋଇଗଲା। ସେଠି ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କଲେ। ଏହି ଖବର ଶୁଣି ସଙ୍ଗେ ସଙ୍ଗେ କସ୍ତୁରୀର ମାମୁଁ ମେଡିକାଲରେ ପହଞ୍ଚିଗଲେ। ସେଠି ପହଞ୍ଚି ଦେଖିଲେ ମଦନ ବାବୁ ଆଉ ରମାଦେବୀଙ୍କର ମୃତ୍ୟୁ ହୋଇସାରିଛି। କିନ୍ତୁ କସ୍ତୁରୀ ଅଳ୍ପକେ ବଞ୍ଚି ଯାଇଥିଲା। କସ୍ତୁରୀ ତାର ବାବା ମାମାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲା। ସେ ଜୋରରେ କାନ୍ଦିବାକୁ ଲାଗିଲା। ମାମୁଁ, ଇଏ କଣ ହେଇଗଲା? ମୁଁ ତ ଏକୁଟିଆ ହେଇଗଲି। ତୁ କାନ୍ଦେ ନା କସ୍ତୁରୀ, ମୁଁ ତ ବାବା ମାମାଙ୍କ ଭଳି ତୋର ଯତ୍ନ ନେବି। କସ୍ତୁରୀର ଆଉ କେହି ପରିବାରର ସଦସ୍ୟ ନାହାନ୍ତି। ମାମୁଁ ହିଁ ତାଙ୍କ ଶେଷ ସାହାରା। ତାପରେ ମାମୁଁଙ୍କ ସହ ସେ ତାଙ୍କ ଘରକୁ ଗଲା। ପ୍ରଥମେ କିଛି ଦିନ ଠିକ୍ ଚାଲିଲା। କିଛି ଦିନ ପରେ କସ୍ତୁରୀ ପ୍ରତି ତା ମାଇଁର ବ୍ୟବହାର ପରିବର୍ତ୍ତନ ଦେଖାଦେଲା। ତାପରେ ତା ମାଇଁ ଘରର ସବୁ କାମ କସ୍ତୁରୀ ଦ୍ୱାରା କରାଉଥିଲେ। କସ୍ତୁରୀ ମଧ୍ୟ କିଛି ନ କହି ନିରୁପାୟ ହୋଇ ସବୁ କାମ କରୁଥିଲା। ଦିନେ କସ୍ତୁରୀ ତା ମାମୁଁକୁ ଡାକି କହିଲା, ମାମୁଁ, ମୋର ନା ସ୍କୁଲରେ ଆଡମିସନ କରେଇ ଦିଅ, ମୁଁ ସ୍କୁଲ ଯିବି। ହଉ ହେଲା, ଆଉ କିଛି ଦିନ ଯାଉ ତୋର ଆଡମିସନ କରିଦବା। ସେପଟେ ଏଇ କଥାକୁ ତା ମାଇଁ କାନ ଦେଇ ଶୁଣୁଥିଲା। କସ୍ତୁରୀର ମାମୁଁକୁ ଡାକି କହିଲେ, ଏପଟେ ଶୁଣିଲ। ଯାଉଛି। କସ୍ତୁରୀ, ତୋ ମାଇଁ ଡାକୁଛି, ମୁଁ ଟିକେ ଆସୁଛି। ଦେଖ, ଆଉ କସ୍ତୁରୀକୁ ଆମେ କେତେ ଦିନ ପାଖରେ ରଖିବା? ପୁଣି ବାହାରିଲଣି ତାକୁ ସ୍କୁଲରେ ଆଡମିସନ କରିବ ବୋଲି। ଏତେ ଟଙ୍କା କୋଉଠୁ ଆସିବ? ତମେ ଏମିତି କଣ କହୁଛ? କସ୍ତୁରୀ ଆଉ କିଏ ଅଛି ଯେ ତାକୁ ଦେଖିବ? ଆମେ ଦେଖିବାନି ତାକୁ କିଏ ଦେଖିବ? କଣ ପାଇଁ? ତାକୁ ନେଇ ଚାଲ ଆମେ ଅନାଥ ଆଶ୍ରମରେ ଛାଡି ଦେଇ ଆସିବା। ହଁ, ତମେ ଠିକ କହିଛ। ଆମ ଆକୁ ନେଇ ଅନାଥ ଆଶ୍ରମ ଛାଡିଦବା, ନହେଲେ ଆମର ବହୁତ ଟଙ୍କା ଖର୍ଚ୍ଚ ହବ। ତାପରେ କସ୍ତୁରୀର ମାମୁଁ ତା ମାଇଁ କଥାରେ ପଡି କସ୍ତୁରୀକୁ ଅନାଥ ଆଶ୍ରମରେ ଛାଡିବା ପାଇଁ ରାଜି ହୋଇଗଲା। ତା ପରଦିନ କସ୍ତୁରୀର ମାମୁଁ ଅନାଥ ଆଶ୍ରମ ଯାଇ କସ୍ତୁରୀର ନାମ ଲେଖାଇ ଦେଲେ। କିନ୍ତୁ ଏକଥା କସ୍ତୁରୀ ଜାଣିନଥିଲା। ତା ପରଦିନ କସ୍ତୁରୀର ମାମୁଁ କସ୍ତୁରୀକୁ ଡାକି କହିଲେ, କସ୍ତୁରୀ, କାଲି ଆମେ ଗୋଟେ ମେଳା ବୁଲିବାକୁ ଯିବା। ମେଳା କଥା ଶୁଣି କସ୍ତୁରୀ ଟିକେ ଖୁସି ହୋଇଗଲା। କିନ୍ତୁ ସେଇ ସମୟରେ ତା ବାବା ମାମାଙ୍କ କଥା ଭାବି ତା ଆଖିରୁ ଲୁହ ଆସିଗଲା। ସେ ନିଜକୁ ସାନ୍ତ୍ୱନା ଦେଇ ନୂଆ ଡ୍ରେସ୍ ପିନ୍ଧି ବାହାରି ପଡ଼ିଲା। ତାପରେ କସ୍ତୁରୀକୁ ଗାଡ଼ିରେ ବସାଇ ତା ମାମୁଁ ଅନାଥ ଆଶ୍ରମକୁ ନେଇଗଲେ। ଅନାଥ ଆଶ୍ରମକୁ ଦେଖି କସ୍ତୁରୀ ମାମୁଁକୁ ପଚାରିଲା, ମାମୁଁ, ଆମକୁ ତ ମେଳା ଯିବାର ଥିଲା, ତମେ ଏଠି କଣ ପାଇଁ ଆଣିଛ? ତୁ ଏଇଠି ବସିଥା, ମୁଁ ତୋ ପାଇଁ ଚକୋଲେଟ ନେଇକି ଆସୁଛି। ଆସିଲେ ସବୁ କଥା କହିବି, ହେଲା। ମାମୁଁ ଏହା କହି ସେଠୁ ଚାଲିଗଲେ। କିନ୍ତୁ କସ୍ତୁରୀ ସେପଟେ ମାମୁଁକୁ ଅପେକ୍ଷା କରିଥାଏ। ମାମୁଁ କେତେବେଳେ ଆସିବେ? ଧୀରେ ଧୀରେ ରାତି ହୋଇଗଲା, କିନ୍ତୁ ମାମୁଁ ଆସିଲେ ନାହିଁ। ଏହା ଦେଖି କସ୍ତୁରୀ କାନ୍ଦିବାକୁ ଲାଗିଲା। ତାପରେ ଅନାଥ ଆଶ୍ରମରେ ଥିବା ମାଉସୀ ତା କାନ୍ଦ ଶୁଣି କହିଲେ, ଝିଅ, ତୋ ମାମୁଁ ତୋର ଏଠି ନାମ ଲେଖାଇ ଯାଇଛନ୍ତି। ଆଜିଠୁ ତୁ ଏଇଠି ରହିବୁ। ଏହା ଶୁଣି ଯେମିତି କସ୍ତୁରୀର ପାଦ ତଳୁ ମାଟି ଖସିଗଲା।
କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କେଉଁ ସ୍ଥାନକୁ ଆସିଯାଇଛି। ସେ ଜାଣିନଥିଲା ଯେ ତା ମାମୁଁ ତା ସହିତ ଏମିତି କରିବେ ବୋଲି। ସେ ନିରୁପାୟ ହୋଇ ମନକୁ ମାରି ସେଠି ରହିଲା। ଧୀରେ ଧୀରେ ଅନାଥ ଆଶ୍ରମର ଝିଅମାନେ କସ୍ତୁରୀର ସାଙ୍ଗ ହୋଇଗଲେ। ଦିନେ ସେଇ ଆଶ୍ରମକୁ ଜଣେ ଦମ୍ପତି ଆସିଥାନ୍ତି, ଯାହାକି ତାଙ୍କର ପିଲାଟିଏ ଦରକାର ଥିଲା। ସେ କସ୍ତୁରୀକୁ ଦେଖି ତାଙ୍କୁ ପୋଷ୍ୟପୁତ୍ରୀ କରିବେ ବୋଲି ଥୟ କଲେ। ତାପରେ ଅନାଥ ଆଶ୍ରମର ଓନର ସହ କଥା ହୋଇ କସ୍ତୁରୀକୁ ସେଠୁ ନେଇଗଲେ। ସେଠି କସ୍ତୁରୀ ବହୁତ ସ୍ନେହ ପାଇଲା ଏବଂ ଭଲ ପାଠ ମଧ୍ୟ ପଢିଲା। ତାପରେ କସ୍ତୁରୀ ଗୋଟିଏ ଭଲ ଡକ୍ଟର ହୋଇ ବାହାରିଲା। ଦିନେ କସ୍ତୁରୀ ଯୋଉ ମେଡିକାଲରେ ଡକ୍ଟର ଥିଲା, ସେଇ ମେଡିକାଲରେ ତା ମାମୁଁ ଭର୍ତ୍ତି ଥିଲେ। ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ସେଠାରେ ଡକ୍ଟର ଆସି ତାଙ୍କୁ ଦେଖିଲେ। ସେ ଡାକ୍ତର ଜଣକ ଥିଲା କସ୍ତୁରୀ। ମାମୁଁ ତାଙ୍କୁ ଦେଖି ସ୍ତବ୍ଧ ହୋଇଗଲେ। ମାମୁଁଙ୍କୁ କସ୍ତୁରୀ ଭଳି ଲାଗିଲା। ମ୍ୟାଡାମ, ଆପଣଙ୍କ ନାଁଟା କଣ? ହଁ, ମୁଁ କସ୍ତୁରୀ। କାଇଁ, କଣ ହେଲା କି? ମାମୁଁ ଏଇ କଥା ଶୁଣି ଖୁସି ହୋଇଗଲେ ଆଉ କହିଲେ, କସ୍ତୁରୀ, ମୁଁ ତ ମାମୁଁ। ଏପଟେ କସ୍ତୁରୀ ମାମୁଁକୁ ଚିହ୍ନି ପାରି ମଧ୍ୟ ନ ଚିହ୍ନିଲା ଭଳି ଅଭିନୟ କରି କହିଲା, ତମେ କିଏ? ମୁଁ ତ ତମକୁ ଜାଣିନି। କିଏ କାହାର ମାମୁଁ? ମୁଁ ଜାଣିଛି କସ୍ତୁରୀ, ତୁ ମତେ ଭୁଲି ଯାଇଥିବୁ। ମୁଁ ତ ସେଇ ହତଭଗା ମାମୁଁ ଯିଏକି ତତେ ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲା। ହବ ଯଦି କସ୍ତୁରୀ ମତେ କ୍ଷମା କରିଦବୁ। ତ ମାଇଁ ବୁଦ୍ଧିରେ ପଡ଼ି ମୁଁ ତତେ ଏମିତି କରିଥିଲି। ତମେ ଯଦି ମତେ ଅନାଥ ଆଶ୍ରମରେ ଛାଡ଼ି ନଥାନ୍ତ, ମୁଁ ଆଜି ଏ ସଫଳତା ପାଇପାରି ନଥାନ୍ତି। କିନ୍ତୁ ମୁଁ ତୁମକୁ କେବେ କ୍ଷମା ଦେବିନି। ତୁମେ ତୁମ ମାମୁଁର କର୍ତ୍ତବ୍ୟରୁ ଓହରିଗଲ, କିନ୍ତୁ ମୁଁ ମୋର କର୍ତ୍ତବ୍ୟ ପାଳନ କରିବି। କସ୍ତୁରୀ ତାର ମାମୁଁକୁ କିଛି ଭଲ ଔଷଧ ଦେଇ ସେଠାରୁ ଚାଲିଗଲା। ଶେଷରେ ମାମୁଁ ତାଙ୍କର ଭୁଲ ବୁଝିପାରି ମେଡିକାଲରୁ ଭଲ ହୋଇ ଘରକୁ ଫେରିଲେ। ଏପଟେ କସ୍ତୁରୀ ରୋଗୀମାନଙ୍କ ସେବାରେ ନିଜକୁ ନିୟୋଜିତ କରି ସମସ୍ତଙ୍କର ପ୍ରିୟ ହୋଇ ରହିଲା। ତାର ମାମୁଁ ତାକୁ ଅସହାୟ ଅବସ୍ଥାରେ ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲେ, କିନ୍ତୁ ସେହି ସଂଘର୍ଷ ହିଁ ତାକୁ ଆଜି ଜଣେ ସଫଳ ଡାକ୍ତର ଭାବେ ଗଢ଼ି ତୋଳିଲା। ଜଣେ ମଣିଷ ନିଜର ପବିତ୍ରତା ଓ ମାନବିକତାକୁ କେବେ ବି ହରାଇବା ଉଚିତ ନୁହେଁ।